ମାନେ ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ତୁମର +3 ଥାର୍ଡ ସେମିଷ୍ଟାର ହଉ କି +3 ଫୋର୍ଥ ସେମିଷ୍ଟାର ହଉ GE2 ବା ଜେନେରିକ ଇଲେକ୍ଟିଭ 2 ପଲିଟିକାଲ ସାଇନ୍ସ ଯେଉଁ ପିଲାମାନଙ୍କର ଅଛି ତ ସମସ୍ତ ପିଲାମାନଙ୍କ ପାଇଁ ଆଜିର ଭିଡ଼ିଓଟି ବହୁତ ହି ଗୁରୁତ୍ୱପୂର୍ଣ୍ଣ। କାହିଁକିନା ପିଲାମାନେ ତମର ଯେଉଁ ଗୁଡ୍ ଗଭର୍ଣ୍ଣାନ୍ସ ରହିଛି ତ ତାହା ତମର କ'ଣ ୟୁନିଟ୍ 2ରେ ଅଛି। ତ ଏଠି ତମର କ'ଣ ଏଟା ହେଲା ତମର ପୁରୁଣା ସିଲାବସ୍ ଯଦି ଆମେ ଦେଖିବା ତାହେଲେ ସେଠି ତମର ୟୁନିଟ୍ 4ରେ ଅଛି, କିନ୍ତୁ ଯଦି ନ୍ୟୁ ସିଲାବସ୍ ଆଡ଼ୁ ଦେଖିବା ୟୁନିଟ୍ 2ରେ ଅଛି। ତାହା ଆମେ ସମ୍ପୂର୍ଣ୍ଣ ଭାବରେ ବୁଝିବା। ଚାଲନ୍ତୁ ଆମେ ଯେଉଁ ପ୍ରଶାସନ ଶବ୍ଦଟି ଏକ ଗ୍ରୀକ୍ ଶବ୍ଦରୁ ଉଦ୍ଧୃତ ହୋଇଛି, ଯାହାର ଅର୍ଥ କ'ଣ ଷ୍ଟିଅର କରିବା। ଦେଖନ୍ତୁ ପ୍ରଶାସନ ଅର୍ଥ କ'ଣ ଷ୍ଟିଅର କରିବା, ଏଇଟା ତ କ୍ଲିୟର। ଦେଖନ୍ତୁ ପ୍ରଥମ ଥର ପାଇଁ ଏହି ଶବ୍ଦଟି ପ୍ଲାଟୋ ବ୍ୟବହାର କରିଥିଲେ। କିଏ ବ୍ୟବହାର କରିଥିଲେ ନା ପ୍ରଥମ ଥର ପାଇଁ ଶବ୍ଦଟି ପ୍ଲାଟୋ ବ୍ୟବହାର କରିଥିଲେ। ଏଇଟା ମନେ ରଖ, ଏଇଟା ଗୋଟେ ସର୍ଟ କ୍ୱେଶ୍ଚନ୍ ବାହାରିଗଲା କେମିତି ଦେଖନ୍ତୁ। ତ ସେମିତି ଯଦି ଆମେ ଲଙ୍ଗ କ୍ୱେଶ୍ଚନ୍ ପଢ଼ିବା ସବୁ ଗୁଡ଼ିକ ତାହେଲେ ଏହି ଲଙ୍ଗ କ୍ୱେଶ୍ଚନ୍ରୁ ଅନେକ ଗୋଟେ ସର୍ଟ କ୍ୱେଶ୍ଚନ୍ ବାହାରିବ। ତେଣୁକରି ଭିଡ଼ିଓକୁ ଧ୍ୟାନ ଦିଅନ୍ତୁ ହେଲା। କ'ଣ ଅଛି ନା ଏହାପରେ ଏହି ଶବ୍ଦଟି ଲାଟିନ୍ ତଥା ଅନ୍ୟ ଭାଷାରେ ଉପଯୋଗ ହୋଇଥିଲା। ପ୍ରଥମେ ଏହି ଶବ୍ଦକୁ କିଏ ବ୍ୟବହାର କରିଥିଲେ ନା ପ୍ଲାଟୋ ବ୍ୟବହାର କରିଥିଲେ। ତାପରେ ଏହି ଶବ୍ଦଟି ମାନେ ବିଭିନ୍ନ ଭାଷାରେ এই শব্দটি মানে উপযোগ হয়েছিল। তাহলে তোমার ইংরাজী ভাষায় এই শব্দটিকে কোণ কুহযায় না দেখুন ইংরাজী শব্দরে এই তোমার প্রশাসন শব্দটিকে প্রভুত্ব, ক্ষমতা, কর্তৃত্ব ও প্রকাশ আদি অর্থরে ব্যবহার করা যাইଥାଏ। এটা মানে কোন অর্থরে না ইংরাজী ভাষায়, বুঝিলা না ইংরাজী ভাষায় এই শব্দ কোন কোন মানে কোন কোন ব্যবহার করা যাইଥାଏ প্রভুত্ব, ক্ষমতা, কর্তৃত্ব এতিকি। ଦେଖନ୍ତୁ ତାର ପ୍ରଶାସନ ହେଉଛି ଶାସନ କରିବା। ଆମେ ଯେଉଁ କହୁଛୁ ପ୍ରଶାସନ ତାର ଅର୍ଥ କ'ଣ? ପ୍ରଶାସନ ହେଉଛି ଶାସନ କରିବାକୁ ବୁଝାଏ। ତ ଏଥି ସହିତ ସିଦ୍ଧାନ୍ତ ଗ୍ରହଣ କରିବା। ତ ଦେଖନ୍ତୁ ପ୍ରଶାସନର କାର୍ଯ୍ୟ କେବଳ ଶାସନ କରିବା ତାହା ନୁହେଁ। ପ୍ରଶାସନ ଆଉ କ'ଣ କାର୍ଯ୍ୟ ରହିଛି ଯେମିତିକି ସିଦ୍ଧାନ୍ତ ଗ୍ରହଣ ତାପରେ ତୁମର କ'ଣ ମଧ୍ୟ ସଂଶ୍ଳିଷ୍ଟ ଇତ୍ୟାଦି କ'ଣ ଇତ୍ୟାଦି ହେଉଛି ପ୍ରଶାସନର କାର୍ଯ୍ୟ। ତାପରେ ଦେଖନ୍ତୁ କ'ଣ ଅଛି ଦେଖନ୍ତୁ ସମୟାନୁକ୍ରମେ ତୁମର ସମୟାନୁକ୍ରମେ ବିଶେଷଜ୍ଞ ମାନେ ଏହାର ସଂଜ୍ଞା ସେ ଭିନ୍ନ ଭିନ୍ନ ଭାବରେ ପ୍ରକାଶ କରିଛନ୍ତି। ତ ଦେଖନ୍ତୁ ଯେତେବେଳେ ପରବର୍ତ୍ତୀ ସମୟରେ କ'ଣ ହେଲା ନା ଯେଉଁ ତୁମର ବିଶେଷଜ୍ଞ ମାନେ ଏହାର ସଂଜ୍ଞା ମାନେ ଏକ ପ୍ରକାର ନ କହିକିନା ସମସ୍ତେ ଅଲଗା ଅଲଗା ଭାବରେ କହିଲେ। ତ ଦେଖାନ କ'ଣ କ'ଣ କହିଲେ ଚାଲନ୍ତୁ ଦେଖିବା। ତୁମର ୱିକିପିଡ଼ିଆକୁ ଦେଖ ତୁମର ୱିକିପିଡ଼ିଆରେ ଏହାକୁ ଶାସନ ପ୍ରକ୍ରିୟା ଭାବରେ ବର୍ଣ୍ଣନା କରାଯାଇଥାଏ। ମାନେ କୋଉଠି ନା ୱିକିପିଡ଼ିଆ। ତାପରେ ଏଥିରେ ନେତୃତ୍ୱ ଓ ପ୍ରବନ୍ଧନ ପ୍ରକ୍ରିୟା ମଧ୍ୟ ସାମିଲ ହୋଇଛି। ଏହିସବୁ ପ୍ରକ୍ରିୟା ସାଧାରଣତଃ ସରକାରଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥାଏ। ତ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ଦିଗରୁ ଏହି ଶବ୍ଦକୁ ଆଲୋଚନା କଲେ ଏହା ସାଧାରଣତଃ ଉତ୍ତମ ପ୍ରଶାସନର ମାନେ କ'ଣ ଉତ୍ତମ ପ୍ରଶାସନର ମାନକ ଭାବରେ ଦେଖାଯାଏ। ଉତ୍ତମ ପ୍ରଶାସନ ବା ତୁମର ଗୁଡ୍ ଗଭର୍ଣ୍ଣାନ୍ସ ସେଇଟା ହିଁ। ତାପରେ କ'ଣ ଅଛି ଦେଖନ୍ତୁ ଅନେକ ଆଗରୁ ଏପରିକି ତୁମର ପ୍ଲାଟୋଙ୍କର ଆଗରୁ କୌଟିଲ୍ୟ ତାଙ୍କର ଅର୍ଥଶାସ୍ତ୍ରର ପ୍ରଶାସନ ସମ୍ପର୍କରେ ଆଲୋଚନା କରିବାକୁ ଯାଇକିନା ଏଥିରେ ନ୍ୟାୟ, ନୈତିକତା ତଥା ଏକଛତ୍ରବାଦୀ ସରକାର ବିରୋଧ ବ୍ୟବସ୍ଥାକୁ ସାମିଲ କରିଛନ୍ତି। ବର୍ଷ ବର୍ଷ ଧରି ଏହା ଉପରେ ବିଶେଷଜ୍ଞ ମାନେ ଆଲୋଚନା କରୁଥିଲେ ହେଁ ଏହା ଉପରେ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ଦିଆଯାଇ ପାରୁନାହିଁ। ତ ଦେଖନ୍ତୁ ସାଧାରଣ ଭାବରେ କହିଲେ ପ୍ରଶାସନ ହେଉଛି ତୁମର ଶାସକମାନଙ୍କ ଦ୍ୱାରା ଶାସନ। ଦେଖନ୍ତୁ ଯଦି ଆମେ ଯଦି ଆମେ ସାଧାରଣ ଭାବରେ କହିବା ତାହେଲେ ତୁମର ପ୍ରଶାସନ କ'ଣ ନା ପ୍ରଶାସନ ହେଉଛି ନା ଶାସକମାନଙ୍କ ଦ୍ୱାରା ଶାସନ ଯାହା ଗୋଟେ ନିର୍ଦ୍ଦିଷ୍ଟ ଆଇନ କାନୁନ ମଧ୍ୟରେ ହୋଇଥାଏ ତାହାକୁ ହିଁ ପ୍ରଶାସନ ବୋଲି କୁହାଯାଇଥାଏ। ତ ଏଇଟା ହେଉଛି ତାର କ'ଣ ମେନ୍ ଡେଫିନେସନ୍। ତାହେଲେ ଦେଖନ୍ତୁ ଏଠାରେ ଆମେ କହିପାରିବା ଯେ ପ୍ରଶାସନ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଶାସକମାନଙ୍କୁ କର୍ତ୍ତୃତ୍ୱ ମିଳିଥାଏ। ତ ଯାହାଦ୍ୱାରା ସେମାନେ ଶାସନ କରିଥାନ୍ତି ତଥା ଆଇନ ସବୁରୁ ସେମାନେ କାର୍ଯ୍ୟ ଉନ୍ନୟନ କରିଥାନ୍ତି। ତେଣୁ ପ୍ରଶାସନ ପ୍ରକ୍ରିୟାକୁ ଭଲ ଭାବରେ ବୁଝିବାକୁ ହେଲେ ଆମକୁ ଉଭୟ କ'ଣ ଶାସକ ଓ ଆଇନ ତଥା ସେମାନଙ୍କର ଚୟନ ନେଇ ରହିଥିବା ବିଭିନ୍ନ ପ୍ରକ୍ରିୟା ସବୁ ଭଲ ଭାବରେ ବୁଝିବା ପାଇଁ ହେବ। ତାପରେ ତମର କ'ଣ ପ୍ରଶାସନର ପରମ୍ପରା ପ୍ରତିଷ୍ଠାନ ରହିଛି ଯାହାଦ୍ୱାରା ଦେଶର କର୍ତ୍ତୃତ୍ୱ ପ୍ରତିପାଦିତ ହୋଇଥାଏ। ତ ଦେଖନ୍ତୁ ଏ ମଧ୍ୟରେ ରହିଛି ତୁମର ସରକାରଙ୍କର ଚୟନ ପ୍ରକ୍ରିୟା, ସେଭଳି ତୁମର ତତ୍ତ୍ୱାବଧାନ କ'ଣ ତତ୍ତ୍ୱାବଧାନ, ସ୍ଥାନାନ୍ତରଣ, ନୀତି ନିୟମ, ସେଭଳି ତୁମର କାର୍ଯ୍ୟକ୍ରମ ପରିଚାଳନା କରିବା ଲାଗି ସେମାନଙ୍କର କ୍ଷମତା ତଥା ତୁମର ନାଗରିକ ଓ ରାଷ୍ଟ୍ରପତି ସମ୍ମାନ ଇତ୍ୟାଦି ତୁମର ରହିଛି। ତାପରେ ଆସିଲା ତୁମର ସୁଶାସନର ଅର୍ଥ ଓ ତାର ଲକ୍ଷଣ କ'ଣ, ତାର ମିନିଙ୍ଗସ୍ ଏବଂ ତାର ଫ୍ୟୁଚର ଗୁଡ଼ିକ କ'ଣ କ'ଣ ରହିଛି କାହାର ତୁମର ଗୁଡ୍ ଗଭର୍ଣ୍ଣାନ୍ସ। ଦେଖିବା ଦେଖନ୍ତୁ ତୁମର ଅକ୍ସଫୋର୍ଡ ଲିଅନସ୍ ତାଙ୍କର ଡିକ୍ସନାରୀ ଅନୁସାରେ ଶାସନ ଏକ ଦେଶକୁ ଶାସନ କରିବାର କାର୍ଯ୍ୟକଳାପ କିମ୍ବା ଏକ ସଂଗଠନର କମ୍ପାନୀର ନିୟନ୍ତ୍ରଣକୁ ବୁଝାଇଥାଏ। ସେହିଭଳି ତୁମର ଗଭର୍ଣ୍ଣାନ୍ସ ଆଜ୍ ଦି activity of governing a country or controlling a company or an organization। ତ ଦେଖନ୍ତୁ
ଯଦି ଆମେ ସାଧାରଣ ଅର୍ଥରେ ଏକ ରାଷ୍ଟ୍ର କିମ୍ବା କମ୍ପାନୀକୁ ପରିଚାଳନା କରିବାର ପ୍ରକ୍ରିୟାକୁ ଶାସନ କୁହାଯାଏ ତ ତାହେଲେ କ'ଣ ହେଉଛି ତ ଏହା ସରକାରଙ୍କର କାର୍ଯ୍ୟାତ୍ମକ ଦିଗକୁ ଦର୍ଶାଇଥାଏ। ତ ସେଇଭଳି ତମ ବିସ୍ତୃତ ଅର୍ଥରେ ଏହା ଉଭୟ ପ୍ରକ୍ରିୟା ଓ ତାର ଫଳାଫଳ ସହିତ କ'ଣ କହିଲା ତାର ଫଳାଫଳ ସହିତ ସମ୍ପୃକ୍ତ ତାର ଫଳାଫଳ ସହିତ ସମ୍ପୃକ୍ତ ଶାସନ ଓ ସରକାର ମଧ୍ୟରେ ପାର୍ଥକ୍ୟ ଅନୁଭୂତ ହୋଇଥାଏ। କ'ଣ ପାର୍ଥକ୍ୟ ସେଇଟା ଦେଖିବା। ଦେଖନ୍ତୁ ଶାସନ ସରକାର ଏକ କଡ଼ା। ଦେଖନ୍ତୁ ଶାସନ ଓ ତୁମର ସରକାର ତା ଏକ ନୁହେଁ, ତାହା କ'ଣ ଭିନ୍ନ ଭିନ୍ନ ଲାଗେ। ଶାସନ ଏବଂ ତୁମର ସରକାର ଭିନ୍ନ ଭିନ୍ନ। ତେଣୁକରି ସରକାର ପରିଚାଳନା ନିମନ୍ତେ ଶାସନ ଏକାନ୍ତ ଆବଶ୍ୟକ। ଯଦି ଶାସନ ରହିବ ନାହିଁ ତାହେଲେ ଆମେ ସରକାର କିଭଳି ଭାବରେ ପରିଚାଳନା କରିବା ତାହା କ'ଣ ତା ସମ୍ଭବ କି? ନା, ତାହା ସମ୍ଭବ ନୁହେଁ। ତେଣୁ ସରକାର ପରିଚାଳନା ନିମନ୍ତେ ଶାସନ ଏକାନ୍ତ ଆବଶ୍ୟକ। ରାଷ୍ଟ୍ରର ସାମାଜିକ କିମ୍ବା ଅର୍ଥନୈତିକ ସମରର ଯଦି ଆମେ ସୁପଯୋଗ କରି ଆମର ବିକାଶର ଲକ୍ଷ୍ୟରେ ଆମର ଯେଉଁ କିଭଳି ଭାବରେ କଲେ ଆମେ ଡେଭଲପମେଣ୍ଟ ହେଇପାରିବ ତ ସେଥିପ୍ରତି ପହଞ୍ଚିବା ନିମନ୍ତେ ଶାସନ ପ୍ରକ୍ରିୟା ନିହାତି ଜରୁରୀ ହୋଇଥାଏ। କିନ୍ତୁ ସରକାର ଏକ ଅନୁଷ୍ଠାନ ଅଟେ। ସେହିଭଳି ତୁମ ସମ୍ବିଧାନ, ଶାସନ ଓ ରାଷ୍ଟ୍ରର ନୀତି ଅନୁସାରେ ଶାସନ ବିକାଶର ଲକ୍ଷ୍ୟ ପହଞ୍ଚିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖା ଶାସନ ସରକାରକୁ କାର୍ଯ୍ୟ କରିବା ନିମନ୍ତେ ଖୋରାକ ଯୋଗାଏ ଏବଂ କେତେକ ସମୟରେ ସରକାରୀ ସଂସ୍ଥା ତୁମର ଯେଉଁ ସରକାରୀ ସଂସ୍ଥା ବା NGO ଗୁଡ଼ିକରେ ସହାୟତା ନେଇଥାଏ। ସେଇଭଳି ଭାବରେ ଦେଖନ୍ତୁ ଏଗୁଡ଼ା କେତେ ତୁମର କ'ଣ ତ ଦେଖନ୍ତୁ ସବୁ ଜାଣିବାର କଥା ଗୋଟେ ମନେ ରଖ ହେଲା। ଦେଖ ଅନ୍ୟ ପକ୍ଷରେ ସରକାର ଏକ ରାଜନୈତିକ, ସାମ୍ବିଧାନିକ ଓ ସାଂଗଠନିକ ଅନୁଷ୍ଠାନ ଯାହାର ମୁଖ୍ୟ ଲକ୍ଷ୍ୟ କ'ଣ ହେଉଛି ରାଷ୍ଟ୍ରକୁ କ୍ଷମତା ପ୍ରୟୋଗ କରି କିପରି ଭାବରେ ନିୟନ୍ତ୍ରଣ କରିବା ମାନେ ଡିସିପ୍ଲିନ ସହିତ ରଖିବା ତାହା ହେଉଛି ତାର ମୂଳ ଲକ୍ଷ୍ୟ। ତେଣୁ ଶାସନ ସବୁଠାରୁ ବ୍ୟାପକ। ତାପରେ ଦେଖନ୍ତୁ ପିଲାମାନେ ସୁଶାସନ କହିଲେ ସାଧାରଣତଃ ସେଇ ଶାସନକୁ ବୁଝାଏ ଯେ ଯେଉଁ ଶାସନ କେତେକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ ହୋଇ ନିଜର ଗୁଣବତ୍ତା ଓ ଦକ୍ଷତା ଦ୍ୱାରା ସମାଜ ଏବଂ ଏଠାରେ ବସବାସ କରୁଥିବା ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ବୁଝାଇଥାଏ। ତ ଦେଖନ୍ତୁ ଏଠି ବହୁତ ବଢ଼ିଆ କଥା କହିଲା। ଯଦି ଆମେ ସୁଶାସନ କହିଲେ ଆମେ କ'ଣ ବୁଝୁ ନା ଯେଉଁ ଶାସନ କେତେକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ ହୋଇ ନିଜର ଗୁଣବତ୍ତା ଦକ୍ଷତା ଦ୍ୱାରା ସମାଜ ଏଠାରେ ଯେଉଁ ମାନେ ବସବାସ କରନ୍ତି ଆରେ ଯେକୌଣସି ଜନସାଧାରଣ ହଉ ତାଙ୍କର ସାମାଜିକ ଓ ଅର୍ଥନୈତିକ କିପରି ଭାବରେ ବିକାଶ ହେଇପାରିବ ତ ତାହାକୁ ହିଁ ବୁଝାଇଥାଏ। ବୁଝିହେଲା ତ ଡାଉଟ୍ କ୍ଲିୟର। ଦେଖନ୍ତୁ 1982 ମସିହାରେ ବିଶ୍ୱବ୍ୟାଙ୍କ ନିଜର ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ ସୁଶାସନ ହେଉଛି ଏକ ରୀତି ସେଇଭଳି ଭାବରେ ଯେଉଁଠାରେ ରାଷ୍ଟ୍ରର ବିକାଶ ନିମନ୍ତେ ରାଷ୍ଟ୍ରର ଅର୍ଥନୈତିକ ଓ ତୁମର ସାମାଜିକ ସମୟର ସଠିକ ପରିଚାଳନା କରାଯାଇପାରିବ ତ ତାହାକୁ ହିଁ କ'ଣ କୁହାଯାଏ ନା ସୁଶାସନ ବା ଉତ୍ତମ ଶାସନ, ଭଲ ଶାସନ। ଆରେ ସେ ଗୋଟେ ୱାର୍ଡ ନା। ଦେଖନ୍ତୁ ତେଣୁ ଏହି ଅର୍ଥରେ ସୁଶାସନ ଅର୍ଥ ହେଉଛି ସୁଦୃଢ଼ ବିକାଶ ପରିଚାଳନା ବା ତୁମର ସାଉଣ୍ଡ ଡେଭଲପମେଣ୍ଟ ମ୍ୟାନେଜମେଣ୍ଟ। 1970 ମସିହାଟା ନିହାତି ଭାବରେ ମନେ ରଖିବ ହେଲା। ସର୍ଟ କ୍ୱେଶ୍ଚିନ୍ ଆସିପାରେ ତ ଦେଖନ୍ତୁ ଆମର ତ ଗୋଟେ ମାର୍କ୍ସ ଛାଡ଼ିବା ନାହିଁ ମାନେ ଯେଠୁ କ୍ୱେଶ୍ଚିନ୍ ଆସିଲେ ବି ଆମକୁ ଲେଖିବାର ଅଛି। ତେଣୁକରି ଏଗୁଡ଼ା ଆମେ କାହିଁକି ଛାଡ଼ିବା ନା 1970 ଓ 1980 ଦଶକରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସୁଶାସନ ଉପରେ ଗୁରୁତ୍ୱ ଦେବାକୁ ଲାଗିଲେ ମଧ୍ୟ ସରକାର ସମାଜର ସଠିକ ସମତଳ ବିକାଶ ହୋଇପାରି ନଥିଲା। ସେଇଭଳି ଭାବରେ ଦେଖନ୍ତୁ ଏମାନଙ୍କ ମଧ୍ୟରୁ ଅନେକ ରାଷ୍ଟ୍ର ଅମଲତାନ୍ତ୍ରିକ ଶାସନ ପରିଚାଳନା ହୋଇଥିଲା ଯେଉଁଥିରେ ତୁମର ମାତ୍ରାଧିକ ଭାବରେ ଦେଖନ୍ତୁ ଦୁର୍ନୀତି, ବିଳମ୍ବ ଏବଂ ଅମଲାମାନଙ୍କର ସାମ୍ରାଜ୍ୟ ପ୍ରତିଷ୍ଠାର ନିଶା ଦେଖା ଦେଇଥିଲା। ତେଣୁ ତୁମର ବାସ୍ତବରେ ହୃଦୟଙ୍ଗମ କରାଗଲା ଯେ କେବଳ ଶାସନ ବା ତୁମର ମୋର ଗଭର୍ଣ୍ଣାନ୍ସ ନୁହେଁ ବରଂ ସୁଶାସନ ବା ତୁମର ଗୁଡ୍ ଗଭର୍ଣ୍ଣାନ୍ସ ମଧ୍ୟ ଆବଶ୍ୟକ ହୋଇଥାଏ ହେଲା। ତ ଦେଖନ୍ତୁ ଏଗୁଡ଼ା ପଏଣ୍ଟ ଅଛି, ଗୋଟେ ମନେ ରଖିଦିଅ, ଆଖି ବୁଲେଇ ଦିଅ ହେଲା। ଗୋଟା ମାନେ କିଛି ଯେମିତି ତୁମର 1998 ମସିହାରେ ବିଶ୍ୱବ୍ୟାଙ୍କ ସୁଶାସନର 4ଟି ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି। 4ଟା ଦିଗ କ'ଣ ଦିଗ ଗୁଡ଼ିକ ଆମେ ଦେଖିବା। ଯେମିତି ପୁରା ଏଠି ଦେଇଛି ପୁରା ଭଲ ଭାବରେ ଦେଖନ୍ତୁ। ସରକାରୀ କ୍ଷେତ୍ର ପରିଚାଳନା, ଉତ୍ତରଦାୟିତ୍ୱ, ବିକାଶର ଆଇନଗତ ଢାଞ୍ଚା ବା ତମର ସୂଚନା ଓ ସ୍ୱଚ୍ଛତା ବୁଝିହେଲା ଇତ୍ୟାଦି ତମର। ତ ଏଗୁଡ଼ା କ'ଣ ପିଲାମାନେ ଏଗୁଡ଼ା ହେଉଛି ବିଶ୍ୱବ୍ୟାଙ୍କ ସୁଶାସନର 4ଟି ଦିଗ ହେଲା। ତାପରେ ଦେଖନ୍ତୁ ଆମେ ଯଦି ଆମକୁ ସରଳ ଭାବରେ ବୁଝିବାକୁ ହବ ଯେ ଆମର ସୁଶାସନ ଅର୍ଥ ହେଉଛି ଜନସାଧାରଣଙ୍କ ଖୁସି ଓ ତାର ଉନ୍ନତଶୀଳ ଓ ତାଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ବ୍ୟବହୃତ କ୍ଷମତା, ଅର୍ଥନୈତିକ ସହଯୋଗ, ବିକାଶ ସଂଗଠନ। ତମର OECD ଅନୁସାରେ ସୁଶାସନ ସମାଜରେ ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ରାଜନୈତିକ କ୍ଷମତାର ବ୍ୟବହାର ଓ ନିୟନ୍ତ୍ରଣ ସମ୍ପର୍କ କାର୍ଯ୍ୟ କୁଶାସନ ରାଷ୍ଟ୍ରର ବିକାଶ ପଥରେ ଏକ ମୁଖ୍ୟ ପ୍ରତିବନ୍ଧକ ଅଟେ। ଏହାର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ହେଲା ତୁମର କ'ଣ ଦେଖିବା ହେଲା। ଗୋଟେ ହେଲା ଅପଚୟ, ଦୁର୍ନୀତି ଓ ତାପରେ ତୁମର ଅନମନୀୟ ପ୍ରଶାସନ। ସେଇଭଳି ତୁମର ଦୃଢ଼ ଭାବେ ଆଇନ କାନୁନର ବ୍ୟାଖ୍ୟା
ନାଗରିକ ମାନଙ୍କୁ ଠାରୁ ଦୂରେଇ ଯିବା ତ ଇତ୍ୟାଦି ତୁମର ଅମଲ ମାନଙ୍କର ଜନସାଧାରଣଙ୍କ ପ୍ରତି ବେଖାତିର ମନୋଭାବ, ତେଣୁ ଲୋକଙ୍କ ବିକାଶ ନିମନ୍ତେ ଗୁରୁତ୍ୱ ନ ଦେବା, ତାପରେ ତୁମର ଅସ୍ୱଚ୍ଛ ଅଧ୍ୟକ୍ଷ ପ୍ରଶାସନ, ତ ଏହାର ବିପରୀତ ଦିଗରେ ଅବସ୍ଥିତ ତ ଇତ୍ୟାଦି ଅସ୍ୱଚ୍ଛ ଓ ଅଧ୍ୟକ୍ଷ ପ୍ରଶାସନ, ଏହାର ବିପରୀତ ଦିଗରେ ଅବସ୍ଥିତ ସୁଶାସନ ନାଗରିକ କେନ୍ଦ୍ରିକ ହୋଇ ନାଗରିକର ବିକାଶ ନିମନ୍ତେ ସମରର ସଦୁପଯୋଗ କରିବା। ତ ପିଲାମାନେ ଇତ୍ୟାଦି ସମରର ସଦୁପଯୋଗ କରିବା ସହିତ ରାଷ୍ଟ୍ରର ସାମାଜିକ ଅର୍ଥନୈତିକ ତାପରେ କ'ଣ ଦେଖିବା ହେଲା, ସେପରି ବିକାଶର ଲକ୍ଷ୍ୟ ସ୍ଥିର କରି ତାହାକୁ ପୂରଣ କରିବା ଏଠାରେ ସରକାର ପ୍ରଶାସନ ଉତ୍ତରଦାୟୀ ସ୍ୱଚ୍ଛ ଦକ୍ଷ ହୋଇଥାଏ। ତ ନାଗରିକ ମାନଙ୍କର ଦୀର୍ଘସୂତ୍ରୀ ବିକାଶ ନିମନ୍ତେ ପ୍ରଶାସନ ଆଇନ ସମ୍ମତ ଓ ବୌଦ୍ଧ ନିଷ୍ପତ୍ତି ଗୁଡ଼ିକ ନେଇ କାର୍ଯ୍ୟକାରୀ କରିଥାଏ। OECDଙ୍କର ମତରେ ତାଙ୍କର ମତଟି କ'ଣ ଦେଖନ୍ତୁ, ତାଙ୍କର ମତରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ ତାର ଗଣମାଧ୍ୟମରେ ସ୍ୱାଧୀନତା ସ୍ୱଚ୍ଛତା ଉତ୍ତରଦାୟିତ୍ୱ ମାନବିକ ଅଧିକାର ସମ୍ମାନ ଓ ତାର ଜନସାଧାରଣଙ୍କର ଅଂଶଗ୍ରହଣ ସୁଶାସନ କେତୋଟି ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ। ଦେଖନ୍ତୁ ଗଣମାଧ୍ୟମରେ ସ୍ୱାଧୀନତା ସ୍ୱଚ୍ଛତା ଉତ୍ତରଦାୟିତ୍ୱ ମାନବିକ ଅଧିକାର ସମ୍ମାନ ଏବଂ ଜନସାଧାରଣଙ୍କର ଅଂଶଗ୍ରହଣ ସୁଶାସନ କେତୋଟି ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ। ଯେମିତି ଦେଖନ୍ତୁ ତୁମର ସୁଶାସନର ତିନୋଟି ତୁମର କ'ଣ 3ES ଏବଂ 4ଟି ତୁମର 4TS ଏବଂ 4ଟି DS ଦ୍ୱାରା କାର୍ଯ୍ୟ ହୋଇଥାଏ। ଏଗୁଡ଼ା ଦେଖ ଏଗୁଡ଼ା ନିହାତି ଭାବରେ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ଆସେ ଏବଂ ଆସିବ ମଧ୍ୟ, ତେଣୁ ଏଗୁଡ଼ା ଟିକେ ଧ୍ୟାନ ଦିଅନ୍ତୁ। କ'ଣ ଅଛି ତୁମର 3ES ହେଲା ଗୋଟେ ହେଲା ଦକ୍ଷତା, ଆଉ ଗୋଟେ ହେଲା ଅର୍ଥନୀତି ଏବଂ କାର୍ଯ୍ୟକାରିତା। ସେହିପରି ତୁମର 4TS ହେଲା ଗୋଟେ ହେଲା ବୈଷୟିକ ବିକାଶ ବା କ'ଣ ଟେକ୍ନୋଲୋଜିକାଲ ଡେଭଲପମେଣ୍ଟ, ସେପରି ପରିଚାଳନା କୌଶଳ, ତାପରେ ଅମଲମାନଙ୍କର ପରୀକ୍ଷଣ ଏବଂ ତୁମର ସ୍ୱଚ୍ଛତା ଇତ୍ୟାଦି ହେଲା ଏଇଟା 4ଟି TS। ତାପରେ ଆସିଲା କ'ଣ 4ଟି DS। 4ଟି DS ଗୁଡ଼ିକ କ'ଣ ତୁମର ବିକେନ୍ଦ୍ରୀକରଣ ହେଲା, ତାର ହସ୍ତାନ୍ତରୀକରଣ, ଅମଲତନ୍ତ୍ର ଅଣ ହସ୍ତକ୍ଷେପ ଏବଂ ତୁମର କ'ଣ ଗଣତାନ୍ତ୍ରିକରଣ ଇତ୍ୟାଦି ହେଲା। ତାପରେ ଦେଖନ୍ତୁ ବିଶ୍ୱ ବ୍ୟାଙ୍କର ସଂଜ୍ଞା ଅନୁସାରେ ସୁପ୍ରଶାସନ ବୈଶିଷ୍ଟ୍ୟ ଗୁଡ଼ିକ କ'ଣ ରାଜନୈତିକ ଉତ୍ତରଦାୟିତ୍ୱ, ସଂଗଠନ ଓ ଅଂଶଗ୍ରହଣ ସ୍ୱାଧୀନତା, ଆଇନର ଶାସନ ଓ ନ୍ୟାୟପାଳିକାର ସ୍ୱାଧୀନତା, ସୂଚନା ଓ ମତାମତ ବ୍ୟକ୍ତିର ସ୍ୱାଧୀନତା, ଦକ୍ଷ ପ୍ରଶାସନିକ ବ୍ୟବସ୍ଥା, ସରକାର ଓ ନାଗରିକ ସମାଜ ମଧ୍ୟରେ ସହଯୋଗ। ତାପରେ ଆସିଲା ତୁମର ଏଇଟା ଦେଖ ତୁମର OECDଙ୍କର ମତରେ ସୁଶାସନର ବୈଶିଷ୍ଟ୍ୟ ସରକାର ଓ କ'ଣ ବୈଧତା, ସରକାର ରାଜନୈତିକ ଓ କର୍ମଚାରୀ ଉପାଦାନର ଉତ୍ତରଦାୟିତ୍ୱ, ସରକାର ଦକ୍ଷତା, ଏଇଟା ହେଲା ଦେଖନ୍ତୁ ସରକାର ଦକ୍ଷତା ମାନବିକ ଅଧିକାର ଓ ଆଇନର ଶାସନକୁ ସମ୍ମାନ ଇତ୍ୟାଦି ହେଲା ତୁମର OECDଙ୍କ ମତରେ ସୁପ୍ରଶାସନର ବୈଶିଷ୍ଟ୍ୟ। ତମର ଦେଖନ୍ତୁ ତୁମର ହ୍ୟାବିଟ୍ କନଫରେନ୍ସର ମତ ଅନୁସାରେ କ'ଣ ଉତ୍ତରଦାୟିତ୍ୱ ସ୍ୱଚ୍ଛତା ଅଂଶଗ୍ରହଣ ବା ଭାଗିଦାରୀ, ଯେଉଁ ପାର୍ଟିସିପେସନ, ଆଇନ ଶାସନ, ରୁଲ ଅଫ ଲ ଇତ୍ୟାଦି କ'ଣ ଏଟା ହ୍ୟାବିଟ୍ କନଫରେନ୍ସର ମତ। ସରକାରୀ ଓ ଘରୋଇ ଅନୁଷ୍ଠାନର ଅଂଶଗ୍ରହଣ, ପାର୍ଟିସିପେସନ ଅଫ ପବ୍ଲିକ ଆଣ୍ଡ ପ୍ରାଇଭେଟ ଇନଷ୍ଟିଟ୍ୟୁସନ, ୟୁନାଇଟେଡ୍ ନେସନ ଡେଭଲପମେଣ୍ଟ ପ୍ରୋଗ୍ରାମ 1997ର ମତ ଅନୁସାରେ ଅଂଶଗ୍ରହଣ ବା ଭାଗିଦାରୀ, ଆଇନ ଶାସନ, ରୁଲ ଅଫ ଲ, ସ୍ୱଚ୍ଛତା ଦାୟିତ୍ୱ, ସର୍ବସମ୍ମତ ଅଭିମୁଖୀ କାରଣ, ସମତା, ଇକ୍ୱାଲିଟି, ସେଭଳି କାର୍ଯ୍ୟକାରିତା, ଦକ୍ଷତା, ଉତ୍ତରଦାୟିତ୍ୱ, କୌଶଳଯୁକ୍ତ ଦୂରଦୃଷ୍ଟି। ସୁଶାସନର ସଫଳତା ଏକ ଦ୍ୱିପାକ୍ଷିକ କାର୍ଯ୍ୟ। ସରକାର ଦେଖନ୍ତୁ ଏଟା ବି ସର୍ଟ କ୍ୱେଶ୍ଚନ୍ ଆସିଲା, ସୁଶାସନ ସଫଳତା କ'ଣ, ଏହା ହେଉଛି ଏକପାକ୍ଷିକ ନୁହେଁ, ଏହା ହେଉଛି ଗୋଟେ ଦ୍ୱିପାକ୍ଷିକ କାର୍ଯ୍ୟ। ସରକାର ସମସ୍ତ ସମ୍ବର ଉପଯୋଗ କରି ଦକ୍ଷତା ଓ ସଚେତନତା ସହିତ ଆଇନ ଓ ନ୍ୟାୟପାଳିକାକୁ ସମ୍ମାନ ଦେଇ ରାଷ୍ଟ୍ର ତଥା ନାଗରିକ ସମାଜ ଅର୍ଥନୈତିକ ଓ ରାଜନୈତିକ ବିକାଶ ନିମନ୍ତେ କାର୍ଯ୍ୟ କରିବା ଓ ସେହିପରି ଜନସାଧାରଣ ନାଗରିକ ସମାଜ ନାଗରିକ ସନନ୍ଦ ବା ସେବା ଅଧିକାର, ଆଇନ ଟ୍ୟାକ୍ସ ପ୍ରଦାନ, ଆଇନ ତଥା ସମ୍ବିଧାନ ମାନଙ୍କୁ ସମ୍ମାନ ଓ ସରକାର ଓ ପ୍ରଶାସନିକ ପ୍ରକ୍ରିୟାରେ ଅଂଶଗ୍ରହଣ କଲେ ସୁଶାସନର ପ୍ରତିଷ୍ଠା ହୋଇପାରିବ। ସର୍ବଶେଷରେ ଅଧୁନା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ବାର୍ତ୍ତା ସର୍ବନିମ୍ନ ସରକାର ଶାସନ। ଦେଖନ୍ତୁ ମିନିମମ୍ ଗଭର୍ଣ୍ଣମେଣ୍ଟ ମ୍ୟାକ୍ସିମମ୍ ଗଭର୍ଣ୍ଣମେଣ୍ଟ, ଦେଖନ୍ତୁ ଯଦି ଆମେ ସୁଚାରୁ ରୂପେ କାର୍ଯ୍ୟକାରୀ କରାଯିବ ତେବେ ଆମ ରାଷ୍ଟ୍ରରେ ସୁଶାସନର ପ୍ରତିଷ୍ଠା ହେବ, ଏଥିରେ ସନ୍ଦେହ ନାହିଁ। ତ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରହିଲା। ତ ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ।